नमस्कार दर्शक बंधु मो गिरधर आपणक एस फार्मिंग चैनल को स्वागत। तो जानिबा एई नेचुरल बा प्राकृतिक छतु विषय रे एवं एतरे बिना मंजी बिना बिहन रे आपण किपरि केमिति पाई पारिबे एई पाळ छतु सेई पाळ छतु विषय रे पूरा डिटेल्स जानिबा। तो आपण जदि नुआई छंती चैनल गोटे सब्सक्राइब एवं वीडियो गोटे लाइक कर दिंतु। तो डेरी न करे आसतु जानिबा एई पाळ छतु चाष विषय। तो पाळ छतु आपण बाजार रे जदि किनिबे या 200 रु 250 पर्यंत केजी किलो प्रति देवाक पड़ता है। आपण से मुक्त पाइबे एवं जदि अधिका छतु बाहर से आपण बिक्री करी अधिका से किछि टंका रोजगार करी पारिबे। जानिबा एई संपूर्ण तथ्य। तो आपण जदि डिसेम्बर मासरे धान काटुचंती से धान कटा बेल ही या आपण प्रस्तुत करने पड़ता है। तो धानटी केउ धान नड़ाटी आवश्यक पड़ता है। यही पाळ छतु पाई आपण को 1001 धानटी उत्कृष्ट मानर पाळ अटे। तेणु से पाळ रे ही आपण को अधिका छतु मिलता है। तो आपण जदि छतु पाइबा चाहूँ तेबे यही धानटी किछ परिमाण करंतु। आपणकर जदि 2 एकर जमी थो 1 एकर जमी यही धान जदि करेंगे से अधिका पाळ छतु पाई पारिबे। तेणु डिसेम्बर मासरे
ଯେତେବେଳେ ଆପଣ କାଟିବେ ତାପରେ ଆପଣ ସେଥିରୁ ଧାନ ଅମଳ କରି ବାହାର କରିବେ। ଏହାପରେ ଆପଣ କ'ଣ କରିବେ, ମୋ ପଛରେ ଦେଖୁଛନ୍ତି ଏଇ ଯେଉଁ ପାଳ ଗଦାଟି, ସେମିତି ଆପଣଙ୍କୁ ପାଳ ରଖିବାକୁ ପଡ଼ିଥାଏ। ତ ସେଇ ପାଳକୁ ମାନେ ପ୍ରଥମ ବର୍ଷ ଆପଣ ପାଇପାରିବେ ନାହିଁ, ତେଣୁ ପ୍ରତିବର୍ଷ ଗୋଟିଏ ଜାଗାରେ ରଖିବାକୁ ପଡ଼ିଥାଏ, ଯାହାଫଳରେ କି ଆପଣଙ୍କୁ ଛତୁ ମିଳିବ। ତେଣୁ ପ୍ରଥମ ବର୍ଷ ଯଦି ଆପଣଙ୍କୁ କମ୍ ମିଳିପାରେ, ସେକେଣ୍ଡ ବର୍ଷ ସେଥିରୁ ଆପଣ ଅଧିକାରୁ ଅଧିକା ପାଇପାରିବେ, ତାର୍ଡ଼ ଚତୁର୍ଥ ସବୁ ତାପରେ ଆପଣ ପାଇପାରିବେ। ତେଣୁ ପ୍ରତିବର୍ଷ ଗୋଟିଏ ଜାଗାରେ ପାଳ ରଖିବାକୁ ପଡ଼ିଥାଏ। ଏକରେ ଦୁଇରେ ଆପଣମାନେ ଦେଖୁଥିବେ ଏଇ ପାଳ ଗଦା ଉପରେ ମୋର ବାଉଁଶଟି ଅଛି, ବାଉଁଶ ଛାଇ ହେଉଛି, ତେଣୁ ଅଧିକା ଛତୁ ବାହାରୁଛି, ମୁଁ ଯାହା ଅନୁମାନ କରୁଛି। ତେଣୁ ଆପଣ ଯଦି ପାଳ ରଖୁଛନ୍ତି ସେମିତି କିଛି ଗଛ ଛାଇ ହେଲା ଭଳିଆ ଜାଗାରେ ବା ଗଛ ତଳେ ବା ପାଖରେ ରଖିବାକୁ ଚେଷ୍ଟା କରନ୍ତୁ। କିଛି କିଛି ପରିମାଣ ଖରା ଏବଂ ଛାଇ ପଡ଼ିଲେ ଛତୁ ମଧ୍ୟ ଅଧିକା ବାହାରିବାର ସମ୍ଭାବନା ବେଶୀ ରହିଥାଏ। ଆପଣ ସେମିତି ପ୍ରତିବର୍ଷ ସେଇ ଗୋଟିଏ ଜାଗାରେ ଗଛ ମୂଳ ପାଖ ଅଞ୍ଚଳରେ ରଖନ୍ତୁ, ଯାହାଫଳରେ କି ପାଳ ଛତୁ ପାଇପାରିବେ। ସେଥିରେ ମଧ୍ୟ ଆପଣ ଛତୁ ମଞ୍ଜି ଆଣି ବିଞ୍ଚିଲେ ଛତୁ ମଧ୍ୟ ବାହାରିବାର ସମ୍ଭାବନା ବେଶୀ ରହିଥାଏ। ଆପଣ କ'ଣ କରିବେ, ଦେଶୀ ଉପାୟଟି କହୁଛି। ଦେଶୀ ଉପାୟଟି ହେଉଛି ଆପଣ ଲୁଣ ଏବଂ ଦହି ସେଇ ମିଶ୍ରିତ ପୁରା ପାଳର ଚାରିକାନେ ବା ଗଦା ଚାରିକାନେ ଆପଣ ଯଦି ଚିଞ୍ଚି ବୁଲିବେ ବା ପକାଇବେ, ତେବେ ଛତୁ ହେବାର ବେଶୀ ସମ୍ଭାବନା ରହିଥାଏ। ତେଣୁ ଆପଣ ଏଇ ତୃତୀୟ ଉପାୟଟି ମଧ୍ୟ ଅବଲମ୍ବନ କରନ୍ତୁ। ଏଇ ଉପାୟଟି ଆପଣ କରୁଛନ୍ତି ନା ନାହିଁ କମେଣ୍ଟ ମାଧ୍ୟମରେ କମେଣ୍ଟ କରନ୍ତୁ। ତ ଏହା ହେଉଛି ତୃତୀୟ ଉପାୟ। ତେଣୁ ଆପଣ ତ ଜାଣିଛନ୍ତି ଏହା ପ୍ରତିବର୍ଷ ଗୋଟିଏ ଜାଗାରେ ରଖିବାକୁ ପଡ଼ିଥାଏ। ସେମିତି ଯଦି ଆପଣ ରଖିବେ, ଏହା ଛତୁ ପାଇବେ। ଅଧିକ ହେଲେ ଆପଣ ବିକ୍ରି କରିକି ସେଥିରେ ରୋଜଗାର କରିପାରିବେ। ଯଦି ସମାନ ପରିମାଣ ବାହାରୁଛି, କିଛି ନହେଲେ ଆପଣଙ୍କର ଘରର ଆବଶ୍ୟକତା ପୂରଣ କରିପାରିବେ। ତ ଏଇ ପାଳ ଛତୁ ଚାଷ ବିଷୟରେ ଆପଣଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗୁଛି ଆପଣଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ ବେକାର ଫିଙ୍ଗି ଦେଇଥିବା ଆଉ ପାଳ ଏବଂ କିମ୍ବା ତାକୁ ନିଆଁ ଲଗାଇକି ନଷ୍ଟ କରିଦେଉଛନ୍ତି। ସେଥିରୁ ତ ଯଦି ଆପଣ ନିଆଁ ଲଗାଇ ଦେଉଛନ୍ତି, ସେଥିରେ ଆମର ଅଙ୍ଗାରକାମ୍ଳ ଗ୍ୟାସ୍ ହେଇକି ଆମ ପରିବେଶ ପ୍ରଦୂଷଣ ହୋଇଥାଏ। ତାହା ମଧ୍ୟ ଆପଣଙ୍କୁ ବା ମୁକ୍ତ ମିଳିଥାଏ, ଆମ ପରିବେଶ ପାଇଁ ସୁରକ୍ଷିତ ହୋଇଥାଏ। ଯଦି ସେଇ ପାଳକୁ ଏକାଠି କରିକି ଏମିତି ଯଦି ରଖିବା, ଆପଣଙ୍କୁ ଏକରେ ତ ଆପଣଙ୍କର ଅଙ୍ଗାରକାମ୍ଳ ହେବ ନାହିଁ, ଦ୍ୱିତୀୟରେ ଆପଣ ସେଥିରେ ଛତୁ ବାହାର କରିବେ, ଛତୁ ବି ମିଳିବ ଏବଂ ଯେତେବେଳେ ପୁରା କମ୍ପୋଷ୍ଟ ହୋଇଯିବ, ସେଥିରେ ମଧ୍ୟ ଆପଣ କମ୍ପୋଷ୍ଟ ସାର କିଛି ପରିମାଣରେ ପାଇପାରିବେ। ତେଣୁ ଏଇ ପଦ୍ଧତିଟିକୁ ଅବଲମ୍ବନ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ ସେମିତି କରନ୍ତୁ ଏବଂ ପରିବେଶ ଆମର ଉପକାରିତ ହେବା ସହିତ ମଣିଷ ସମାଜରେ ଆମର ଉପକାର ହେବ। ତେଣୁ ଏହି ଉପାୟଟି କରନ୍ତୁ, ଛତୁ ପାଇବା ସଙ୍ଗେ ସଙ୍ଗେ ପରିବେଶ ପ୍ରଦୂଷଣରୁ ମୁକ୍ତ ପାଆନ୍ତୁ। ତ ସେୟାର କରିବାକୁ ଭୁଲନ୍ତୁ ନାହିଁ। ତ ଭିଡ଼ିଓଟିକି ଆଜି ପାଇଁ ଏତିକି। ନମସ୍କାର।